श्रीमद्भागवत तृतीय स्कंध ऊनविंश अध्याय। ओं नमो भगवते वासुदेवाय। ओं गं गणपतये नमः। देवहूतिर्वाच भो नाथ प्रभु भगवान कहतु परमार्थ ज्ञान। जे ज्ञान भक्त प्रकाशई अज्ञान तिमिर नाशई। महत आदि से प्रमाण प्रकृति पुरुष लक्षण। यथा सांख्य रे अच्छ कही तो भक्ति मार्ग को चिन्हई। विस्तारी कह प्रभु मते संशय न रहु मोचिते। महाप्रभाव जे ईश्वर समस्त चित्तरे गोचर। जेहेतु लभी प्राणी माने कुशल हुअन्ति तत्क्षणे। संसारे मोह अंधकारे देहाभिमान जेते नरे। निद्रित होई से अछन्ति अज्ञाने किछि न जानन्ति। तो ज्ञान देई नर हरि विनाश ज्ञान तिमिरी। मैत्रेय उवाच शुण विदुर मन देई माता वचने भावग्राही। कहन्ति अमृत वचन जने संतोष माता मन। श्री भगवान उवाच शुण जननी तीर मने जे ज्ञान भक्तिर लक्षणे। बहु प्रकारे भक्ति योग ज्ञानी साधन्ति मोक्ष मार्ग। स्वभावे गुण युक्त होई नाना संकल्प मने ध्याई। सात्विक राजस तामस गुण प्रवाहे जे प्रकाश। दम्भ मत्सर भाव बही प्राणी हिंसारे युक्त होई। पर परे भेद बुद्धि तामस गुणे जे प्रसिद्धि। ए भावे मते जे पूजई तामस भक्ति ताकु कही। जस ऐश्वर्य कल्पे मने विषय ध्यान अनुक्षणे। ए कर्मे मते जे पूजई राजस भक्ति ताकु कही। ईश्वर अर्थे कर्म करे धर्म मार्गरे जे प्रचरे। सर्वत्र देखई समान सात्विक भक्ति ताकु जान। एही प्रकारे नव नव साधन्ति केवा गुण मार्ग। मोहर गुण कीर्तिमान नित्य जे करई श्रवण। मोहि जे सर्वगुणाशय विच्छेदे नाही काहि मोह। हेमंत भावे से भावई कर्म बंधनु मोक्ष होई। समुद्रे जन्हे नदी जल मिली हुअन्ति एक मेल। से रूपे मोर देहे लीन भक्ति भावरे हुअन्ति जन। शुण कहिबा मन देई निर्गुण भक्ति ताकु कही। निष्काम मार्गे आत्मज्ञान सर्वत्र देखई समान। पुरुषोत्तम भावे भजी परम आत्मा मने हेजी। निर्गुण भक्ति ଏହା कही अपरे शुण मन देई। सामीप्य सारूप्य एकत्व सालोक्य ऐश्वर्य व्यक्त। एमाने जाहा मते दियन्ति एणे संतोष नोहे मति। मोर भक्ति बिना एही हेले संतोष मोर काहि। एते प्रकारे भक्ति मार्ग
ସାଧନ୍ତି ପ୍ରାଣୀ ମୋକ୍ଷ ଯୋଗ। ଯେବେ ତ୍ରିଗୁଣକୁ ଜିଣଇ ମୋହର ଭାବକୁ ଲଭଇ କ୍ରିୟା ଯୋଗରେ ନିଷ୍କାମରେ ମତେ ସେବନ୍ତି କେବାନରେ। ହିଂସା ବର୍ଜିତ ସାଧୁଗଣ ନିତ୍ୟ ଭଜନ୍ତି ମୋର ନାମ। କେହ ବା ମତେ ପୂଜା କରେ ସ୍ତୁତି ବଦନେ ନିରନ୍ତରେ। ଦର୍ଶନ ସ୍ପର୍ଶନ ପ୍ରମାଣେ ଜ୍ଞାନ ବୈରାଗ୍ୟ ଆରାଧନେ। ମିତ୍ର ଭାବରେ ସର୍ବଜନ ଦେଖଇ ଆତ୍ମାର ସମାନ। ଯମ ନିୟମ ମାର୍ଗ ସିଦ୍ଧି ବହୁ ପ୍ରକାରେ ମାନ୍ୟ ସାଧି। ବସଇ ଅନୁକମ୍ପା ହୋଇ ମୋ ବିନୁ ଅନ୍ୟ ନ ଜାଣଇ। ମୋହର ଜ୍ଞାନ ସଂକୀର୍ତ୍ତନ ଶ୍ରବଣେ ଆଧ୍ୟାତ୍ମ ଦର୍ଶନ। ଆବର୍ଜ ସାଧୁ ସଙ୍ଗ ପୂର୍ଣ୍ଣ ଅହିଂସା ଧର୍ମ ପରାୟଣ। ଶୁଦ୍ଧ ନିର୍ମଳ ଭାବ ପୂର୍ଣ୍ଣ ମୋହର ଧର୍ମ ଆଚରଣ। ମୋହର ଗୁଣ ଶୁଣି କର୍ଣ୍ଣେ ଆନନ୍ଦ ହୁଅନ୍ତି ପ୍ରାଣୀମାନେ। ଯେମନ୍ତେ ପବନର ବଲେ ସୁଗନ୍ଧ ଦୁର୍ଗନ୍ଧ ପ୍ରସରେ। ସେ ରୂପେ ଆତ୍ମା ଅବିକାର ଏ ରୂପେ ଦେଖିବ ଧ୍ୟାନର। ମୁଁ ସର୍ବଭୂତର ଈଶ୍ୱର ଆତ୍ମା ସମ୍ପୂର୍ଣ୍ଣରେ ଗୋଚର। ଏମନ୍ତ ଭାବ ମୋର ଛାଡ଼ି ଯେ ପୂଜେ ଅନ୍ୟ ଲାଭେ ବଢ଼ି। ମୁଁ ସର୍ବବ୍ୟାପୀ ଯେ ଅଟଇ ଏମନ୍ତ ଭାବ ନ ଜାଣଇ। ଯେ ଭାବେ ଅନ୍ଧ ବୈର ହୋଇ ସେ ଶାନ୍ତି କେବେ ନ ଲଭଇ। ମତେ ପୂଜିବ ଯେବେ ସେହି ତାର ପୂଜାରେ ଦୋଷ ନୋହି। ସର୍ବଭୂତରେ ସ୍ଥିତ ମୁହିଁ ଯାବତ ପ୍ରାଣୀ ନ ଜାଣଇ। ତାବତ ସ୍ୱକର୍ମ ପାଶରେ ପ୍ରାଣୀ ବନ୍ଧନ ଏ ସଂସାରେ। ପର ଏକ ଆତ୍ମା ଅନ୍ତର କରେ ଯେ ମହାତ୍ମା। ସେ ମୃତ୍ୟୁ ପଥୁ ନ ତରଇ ସଂସାର ମାର୍ଗେ ଭ୍ରମ ହୋଇ। ଯେ ଆତ୍ମା ସର୍ବଭୂତ ମଧ୍ୟେ ଅର୍ଚ୍ଚନା କରେ ଯେଣୁ ସଧେ। ମିତ୍ର ଭାବରେ ସର୍ବ ଦେଖେ ସଂସାରୁ ତରେ ସେ ପ୍ରତ୍ୟକ୍ଷେ। ଅଜୀବ ମଧ୍ୟେ ଜୀବ ଶ୍ରେଷ୍ଠ ଜୀବରେ ପ୍ରାଣ ସେ ଗରିଷ୍ଠ। ପ୍ରାଣରୁ ଚେତନା ବିଶେଷ ଇନ୍ଦ୍ରିୟ ବୃତ୍ତିରେ ପ୍ରକାଶ। ଇନ୍ଦ୍ରିୟ ସର୍ବଗୁଣେ ଶ୍ରେଷ୍ଠ ରସରେ ମତ୍ସ୍ୟ ଯେ ଗରିଷ୍ଠ। ଗନ୍ଧ ବେଦୀରେ ସେ ଭ୍ରମର ଶବଦ ହେଲେ ସର୍ବେଶ୍ୱର। ରୂପରେ ଭେଦ ବିଦ ହୋଇ ବର୍ଣ୍ଣେ ସେ ପ୍ରତ୍ୟକ୍ଷ ଅଟଇ। ଅପାଦ ମଧ୍ୟେ ବହୁପାଦ ବହୁପାଦରେ ଚତୁଷ୍ପାଦ। ମନୁଷ୍ୟ ମଧ୍ୟେ ଚାରି ବର୍ଣ୍ଣ ଏଥିରୁ ବ୍ରାହ୍ମଣ ଉତ୍ତମ। ବ୍ରାହ୍ମଣ ମଧ୍ୟେ ନ ଦେବଜ୍ଞ ବହୁ ଅଧୀନ ଯେ ଅର୍ଥଜ୍ଞ। ସଂଶୟ କ୍ଷୟ ଯେ ଅର୍ଥଜ୍ଞ କରଇ କେବଳ ସ୍ୱକର୍ମ। ଆତ୍ମାକୁ ନାମ ତେଣୁ କରି ମୁକ୍ତ ସଙ୍ଗକୁ ସେ ଆଚରି। ମୋର ଅର୍ପିତ କର୍ମ କରେ ଆତ୍ମାର ଭାବ ନିରନ୍ତରେ। ମତେ ସେ କର୍ମ ସମର୍ପଇ ଆତ୍ମା ସହିତେ ତାର ଯହିଁ। ଏ ରୂପେ ମୋର ମନ ତହିଁ ବହୁ ମାନନାରେ ନମଇ। ଏମନ୍ତ ଭାବେ ଯେ ଭଜଇ ତା ହୃଦେ ନିଜେ ଭାବଗ୍ରାହୀ। ଆନନ୍ଦେ ଦର୍ଶନ ଦିଅନ୍ତି ମୋକ୍ଷ ପଦରେ ଅଧିପତି। ଭକ୍ତି ଯୋଗରେ ମତେ ଧ୍ୟାଇ
ଯେ ମତେ ହୃଦୟରେ ଦେଖଇ ପରମ ବ୍ରହ୍ମଙ୍କୁ ଲଭଇ ଏଣୁ ଏକାଗ୍ର ଭାବେ ଧ୍ୟାଇ ଏ ଯେ ପରମ ବ୍ରହ୍ମ ସାର ପ୍ରଧାନ ପୁରୁଷଙ୍କ ବର ତାର ଉପରେ କହେ ନାହିଁ ସୃଷ୍ଟିର ଆଦି ଅନ୍ତ ନା ସେହି ତାର ପିରତି ସେ ଦଇବ ସର୍ଜଇ କର୍ମର ସ୍ୱଭାବ ନାନା ପ୍ରକାରେ ରୂପ ଭେଦ ଆଶ୍ରୟ କାରଣ ସମ୍ପଦ ଅଦ୍ଭୁତ କାଲ ଯେ ମହିମା ଗୋନାଥ ନିଶ୍ଚଲେ ଜାଣିମା ମହତ ଆଦି ଯେତେ ଭୂତେ ଅଖିଳ ସଂସାର ଜଗତେ ସମସ୍ତ ଆତ୍ମା ମଧ୍ୟଗତ ନିରତେ କରୁଅଛ ଗ୍ରସ୍ତ ତାହାର ତହୁଁ ଭୟ ପାଇ ନିରତେ କମ୍ପୁଅଛି ଦେହି ସେ ପ୍ରଭୁ କାଲର ମହିମା କେ କହିପାରେ ଗୁଣ ସୀମା ପ୍ରିୟ ପ୍ରିୟ ଯାର ନାହିଁ ବିନାଶ କରେ ସର୍ବଦେହି ସେ କାଳ ପୁରୁଷର ଭये ନିରତେ ପବନଟି ବହେ ଯେ କାଳ ଭये ସୂର୍ଯ୍ୟ ତାପେ ବ୍ରହ୍ମେ ବ୍ରାହ୍ମଣ ମଧ୍ୟ ଗତେ ବ୍ରହ୍ମେ ବ୍ରହ୍ମାଣ୍ଡ ମଧ୍ୟ ଗତେ ଯାହାର ଭये ମେଘ ଗଣ ବୃଷ୍ଟି କରନ୍ତି ଅନୁକ୍ଷଣ ଯାହାର ଭये ବୃକ୍ଷ ଗଣ ଲତା ଔଷଧ ଶସ୍ୟମାନ ଯଥା କାଳରେ ପୁଷ୍ପ ଫଳ ଫଳନ୍ତି ଫୁଟନ୍ତି ନିର୍ମଳ ଯାହାର ଭये ନଦୀ ଗଣ ସ୍ରବୁ ଅଛନ୍ତି ଅନୁକ୍ଷଣ ଉଦଧି ଯାହାର ଭୟରେ ଅଦ୍ୟାପି କେବେ ନ ଉଛୁଲେ ଅଗ୍ନି ଯାହାର ଭये ପୁଣ ସମସ୍ତ କରଇ ଦହନ ଯାହାର ଭये ଗିରିବର ଭୂମିରେ ହୋଇଛି ନିଶ୍ଚଳ ଯାହାର ଆଜ୍ଞା ପରମାଣେ ଆକାଶ ଭୟ କରି ମନେ ସ୍ୱଦେହ ବିସ୍ତାର ସେ କଲା ସପ୍ତ ଲୋକଙ୍କୁ ଠାବ ଦେଲା ବ୍ରହ୍ମାଣ୍ଡି ଯେତେ ଦେବଗଣ ସଚରାଚର ଯେ ବିଆଣ ଯାହାର ଭये ବାରେ ବାରେ ସ୍ୱର୍ଗାଦି ହୁଅନ୍ତି ସତ୍ପରେ ଯେ କାଲ ଭୟରେ ତ୍ରିଗୁଣ ସୃଷ୍ଟି ପାଲନ ସଂହାରଣ ସେ କାଲ ରୂପୀ ସେ ଅଟନ୍ତ ଅନନ୍ତ ଉଦାର ବ୍ୟୟ ଅଚ୍ୟୁତ ସମସ୍ତ ଉତ୍ପତ୍ତି କରଇ ଗୁଣ ପ୍ରଭାବ ଭାବ ବହି ଯେ କାଲ ରୂପେ ଅନ୍ତ କରେ ଏଣୁ ଅନନ୍ତ ରୂପ ଧରେ ଏଣୁ ଏ କାଲର ମହିମା କେ ଜାଣି ପାରେ ଗୁଣ ସୀମା ତୋର ଭକତ ଜନ ମୁହିଁ କାଲର ଅଧିକାର ନାହିଁ ସୁଜନେ ଏଣେ କର ମତି ତୁଟିବ ସଂସାର ଦୁର୍ଗତି ଏ ମାତା ପୁତ୍ରଙ୍କ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ କହଇ ବିପ୍ର ଜଗନ୍ନାଥ ତୃତୀୟ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ ଭାଗବତେ महापुराणे पारमहंस्यां संहितायां वैयासिक्यां तृतीय स्कन्धे माता पुत्र संवादे नाम 29 अध्यायः।